ଭେନେଜୁଏଲା ରାଷ୍ଟ୍ରପତି ଘାଣ୍ଟିବେ ଟ୍ରମ୍ପ, ଲାଗିଲା ନିଶା କାରବାର, ଆତଙ୍କବାଦ ଷଡ଼ଯନ୍ତ୍ର ଭଳି ସଙ୍ଗୀନ ଆରୋପ ଲଗାଇଛି ଆମେରିକା। ଅଟକ ରହିଛନ୍ତି ରାଷ୍ଟ୍ରପତି ନିକୋଲାସ ମାଦୁରୋ। ଆମେରିକା କୋର୍ଟରେ ହେବ ବିଚାର। ବାୟୁ ପ୍ରଦୂଷଣ ରେକର୍ଡ ଭାଙ୍ଗୁଛି ଓଡ଼ିଶା। ଦିଲ୍ଲୀକୁ ଟପିଲା ଭୁବନେଶ୍ୱର। ସବୁଠୁ ପ୍ରଦୂଷିତ ସହର ତାଳଚେରରେ କଟକଣା। ସନ୍ଧ୍ୟା 6ରୁ ସକାଳ 10 ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ। ଦେଶର ପ୍ରମୁଖ ପ୍ରଦୂଷିତ ସହର ମଧ୍ୟରେ ଓଡ଼ିଶାର 6 ସହର, ଭୁବନେଶ୍ୱର ଓ କଟକ ସ୍ଥିତି ଖରାପ। ସମ୍ବଲପୁରରେ ଲଜ୍ଜା। କାନିଜୁରି ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ। 14 ବର୍ଷୀୟ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଅଟକ ରଖିଛି ପୁଲିସ। ଘଟଣାସ୍ଥଳରେ ଚାଲିଛି ଜୋରଦାର ଛାନବିନ୍। ଅନନ୍ୟ ଜନନାୟକ ଜୟନ୍ତୀରେ ମଞ୍ଚରେ ଏକାଠି ହେଲେ ସବୁ ଦଳର ନେତା। ରାଜନୀତିରୁ ଉପରକୁ ଉଠି କଲେ ସ୍ମୃତିଚାରଣ। କହିଲେ ଓଡ଼ିଶାର ପ୍ରଗତିରେ ଜାନକୀଙ୍କର ଯୋଗଦାନ କଥା। ଜନ୍ମ ଶତବାର୍ଷିକୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଖୁବ୍ ଶୀଘ୍ର ଓଡ଼ିଶା ଦେଖିବ ନୂଆ ଆଞ୍ଚଳିକ ଦଳ। ମୁକିମଙ୍କ ଇସାରା ପରେ ରାଜ୍ୟ ରାଜନୀତିରେ କମ୍ପନ। ଯୁବ ନେତୃତ୍ୱଙ୍କୁ ନେଇ ଆଙ୍କିଛନ୍ତି ଭବିଷ୍ୟତର ନକ୍ସା। ଯୋଗାଯୋଗରେ ଯୁବବର୍ଗ, ଉତ୍ସାହିତ 3 ଦଳର ଅସନ୍ତୁଷ୍ଟ କ୍ୟାମ୍ପ। ରାଜନଗରରେ ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା। ଥାନାରେ ଏତଲା ଦେଲେ ବ୍ଲକ ଅଧ୍ୟକ୍ଷା। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି। ରାସ୍ତାକୁ ଓହ୍ଲାଇଲା ବିଜେଡି। ଦୃଶ୍ୟମାନ ହେଲା ଶତାବ୍ଦୀର ବିରଳ ସୁପରମୁନ୍। ଦୀର୍ଘ 113 ବର୍ଷ ପରେ ଘଟିଲା ବିରଳ ସଂଯୋଗ। ଝଟୁକୁଛି ସୁପରମୁନ୍। ଚନ୍ଦ୍ର ପୃଥିବୀର ଓ ପୃଥିବୀ ସୂର୍ଯ୍ୟର ହେଲା ସବୁଠୁ ନିକଟତର। ପୌଷ ପୂର୍ଣ୍ଣିମାରେ ମହଣ ମହଣ ସୁନାରେ ସଜେଇ ହେଲେ ମହାପ୍ରଭୁ। ଶ୍ରୀମନ୍ଦିରରେ ଦେବାଭିଷେକ ନୀତି ସମ୍ପନ୍ନ। ଏପଟେ ପୁରୀ ସ୍ୱର୍ଗଦ୍ୱାର ସମ୍ମୁଖ ବେଳାଭୂମିରେ ମହୋଦଧି ଆଳତୀ ପାଇଁ ଭକ୍ତିମୟ ପରିବେଶ। ପାଣ୍ଡିଆନଙ୍କ ବିରୋଧରେ ତଦନ୍ତ ଆରମ୍ଭ। କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗକାରୀ ସୁରେନ୍ଦ୍ର ପାଣିଗ୍ରାହୀଙ୍କୁ ନୋଟିସ୍। ସତ୍ୟତା ପରଖିବାକୁ 6 ତାରିଖ ସୁଦ୍ଧା ଦସ୍ତାବିଜ, ଇଲେକ୍ଟ୍ରୋନିକ୍ସ ରେକର୍ଡ ଓ ଅନ୍ୟାନ୍ୟ ପ୍ରମାଣପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ। ଜୋର ଧରିଲା ରାଜନୀତି। ବିଜେଡି ବିଜେପି ବୟାନବାଜି। ସ୍ମାର୍ଟ ମିଟର ଲଗାଇବା ନେଇ ସରକାରଙ୍କ ବଡ଼ ପଦକ୍ଷେପ। 2 କିଲୋୱାଟ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କରୁଥିବା ସବୁ ଉପଭୋକ୍ତାଙ୍କୁ ମିଟର ବିଲ୍ ଛାଡ଼। ରାଜ୍ୟରେ ସ୍ମାର୍ଟ ମିଟର ସ୍ଥାପନକୁ ତ୍ୱରାନ୍ୱିତ କରିବା ପାଇଁ ନିଷ୍ପତ୍ତି। 735 କୋଟି ଟଙ୍କାର ଅନୁଦାନ ପ୍ରଦାନ କଲେ ସରକାର। ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଲେ ଶକ୍ତି ସମୀକ୍ଷକ।